ଦାଉଦଙ୍କ ଜୀବନ ପ୍ରାର୍ଥନାର ଜୀବନ ଥିଲା। ପ୍ରଭୁ ତୁମେ ମୋତେ ପଥ ଦେଖାଅ, ତୁମ ମାର୍ଗ ମୋତେ ଶିଖାଅ ଓ ମୋତେ କଢ଼େଇ ନିଅ। ଏଥିରୁ ଆମେ ଜାଣିପାରୁ ଦାଉଦ ନିଜ ଇଚ୍ଛାରେ କିଛି କରିବାକୁ ଚାହୁଁନଥିଲେ, ଈଶ୍ୱରଙ୍କ ଇଚ୍ଛାନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଚାହୁଁଥିଲେ। ପ୍ରିୟ ବନ୍ଧୁ, ଆମେ କ'ଣ ଈଶ୍ୱରଙ୍କ ଉପରେ ନିର୍ଭର କରୁଛୁ କି ଅବା ଆମ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛୁ? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার। প্রভু যীশুଙ୍କ মধুর নামରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ କିପରି ଅଛନ୍ତି? ମୁଁ ଆଶା କରେ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଛନ୍ତି, ଆତ୍ମିକ ଜୀବନରେ ବଢ଼ୁଛନ୍ତି, ସେଥିପାଇଁ ମୁଁ ବିଶେଷ ଆନନ୍ଦିତ। ଆପଣଙ୍କ ମତାମତ ନିଶ୍ଚୟ ଆମମାନଙ୍କୁ ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରରେ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ମଧ୍ୟରୁ ଅନେକ ଆମ ସହିତ ଫୋନ୍ରେ ଯୋଗାଯୋଗ କରୁଛନ୍ତି, ସେମାନଙ୍କୁ ବିଶେଷ ଧନ୍ୟବାଦ ଦିଏ। ଯଦି ଆପଣ ଏପର୍ଯ୍ୟନ୍ତ ଫୋନ୍ କରିନାହାନ୍ତି, ଆଜି ହିଁ ଆମକୁ ଫୋନ୍ କରନ୍ତୁ। ଏ କାର୍ଯ୍ୟକ୍ରମ ମଧ୍ୟ ଦେଇ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆମେ ଏହି ଦିନମାନଙ୍କରେ ଗୀତ ସଂହିତା ଉପରେ ଅଧ୍ୟୟନ କରୁଛୁ। ଅଧ୍ୟୟନରେ ଆମେ ଗୀତ ସଂହିତା 25 ଓ 26 ପ୍ରତି ଦୃଷ୍ଟି ଦେବା। 25 ଗୀତଟି ମୂଳ ଏବ୍ରି ଭାଷାରେ ଅତି ସୁନ୍ଦର ଭାବରେ ଲେଖାଯାଇଛି। ଏବ୍ରି ଭାଷାରେ 22ଟି ବର୍ଣ୍ଣମାଳା ଅଛି। ଏଣୁ 22ଟି ପଦର ପ୍ରଥମ ଅକ୍ଷର ଗୋଟିଏ ଗୋଟିଏ ବର୍ଣ୍ଣମାଳା ସହିତ ଆରମ୍ଭ ହୋଇଛି। ଆମେ ଯେତେବେଳେ ଏହି ଗୀତକୁ ଅଧ୍ୟୟନ କରୁ, ଆମେ ଲକ୍ଷ୍ୟ କରୁ ଯେ ଗୀତ ରଚକ ଦାଉଦ ସମ୍ପୂର୍ଣ୍ଣ ଈଶ୍ୱରଙ୍କ ଉପରେ ନିର୍ଭର କରୁଛନ୍ତି। ଦାଉଦ ରାଜା ହେଲେ ମଧ୍ୟ ତାଙ୍କ ସମ୍ପୂର୍ଣ୍ଣ ମନ ଈଶ୍ୱରଙ୍କ ଠାରେ ଦେଇଥିଲେ, ପ୍ରଭୁଙ୍କ ଉପରେ ନିର୍ଭର ରଖିଥିଲେ। ତାଙ୍କ ଜୀବନର କଠିନ ପରିସ୍ଥିତିରେ ପ୍ରଭୁଙ୍କ ଉପରେ ନିର୍ଭର ରଖିଥିଲେ। ଏ ଗୀତରେ ସେ ବାରମ୍ବାର କହୁଛନ୍ତି, ହେ ପ୍ରଭୁ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। ତାଙ୍କ ଜୀବନର ପ୍ରାର୍ଥନା ଥିଲା ଯେ ପ୍ରଭୁ ତୁମେ ମୋତେ ପଥ ଦେଖାଅ, ତୁମ୍ଭ ମାର୍ଗ ମୋତେ ଶିଖାଅ ଓ ମୋତେ କଢ଼େଇ ନିଅ। ଏଥିରୁ ଆମେ ଜାଣିପାରୁ ଯେ ଦାଉଦ ନିଜ ଇଚ୍ଛାରେ କିଛି କରିବାକୁ ଚାହୁଁନଥିଲେ, ଈଶ୍ୱରଙ୍କ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରିବାକୁ ଚାହୁଁଥିଲେ। ପ୍ରିୟ ବନ୍ଧୁ, ଆମେ କ'ଣ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ରଖୁଛୁ କି? ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଆମ ଜୀବନ କାଟିବାକୁ ଚାହୁଁଛୁ କି? ତେବେ ଆସନ୍ତୁ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ପର୍ବତ ଶିଖରେ ଚାହିଁଅଛି ମୋହି, ସାହାଯ୍ୟ ମୋହରି ପାଇଁ। ପର୍ବତ ଶିଖରେ ଚାହିଁଅଛି ମୋହି, ସାହାଯ୍ୟ ମୋହରି ପାଇଁ। ଭର
आज आम गीत संहिता 25 और 26 पर्व दुईटी को अध्ययन करने निमंते जिबा। एही गीत 25 पर्वरु आरंभ करी 39 पर्व पर्यंत आउ एक नूतन विभाग आमे लक्ष्य करने को पारिबा, जाकी मुख्यतः दाऊदंक व्यक्तिगत अनुभूति को प्रकाश करे। मात्र एथि सहित यह सही भविष्यत रे इस्राएलर अवशिष्टांश ईश्वर परायण लोक मानकर सही क्लेशर समय को भाववाणी आकार में प्रकाश करे। एथि सहित मध्य ईश्वर भक्त तथा साधु मान को सांत्वना प्रदान करे। यह अतीत, वर्तमान और भविष्यत समय निमंते प्रयोज्य। ଏହି ଗୀତଟି ଭକ୍ତ ଦାଉଦଙ୍କର ସେହି ସମସ୍ୟା ବହୁଳ ଜୀବନର ଅନୁଭୂତି ମଧ୍ୟ ଦେଇ ପ୍ରକାଶିତ ହୋଇଥିଲା, ଯାହାକି ଭବିଷ୍ୟତର ସେହି କ୍ଲେଶର ସମୟକୁ ଭାବବାଣୀ ଆକାରରେ ପ୍ରକାଶ କରେ। 25 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ। ହେ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଇଅଛି। ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। ମୋର ଶତ୍ରୁମାନେ ମୋ ଉପରେ ଉଲ୍ଲାସ ନ କରନ୍ତୁ। हाँ, जो माने तुम्हार अनुसरण करती सेमानकर केही लज्जित हेबे नाही। जो माने अकारण रे विश्वासघातकता करती सेमाने लज्जित हेबे। यह एक प्रार्थना जहाँकि ईश्वर उपरे दाऊदंकर निर्भरता को प्रकाश करे। दिने इस्राएल मध्य एही अनुभूति मध्य देई गति करिवे। दिन आसुअछि इस्राएलर अवशिष्टांश एपरि एक परिस्थिति आसी पहुँचे जो समय सेमाने अन्य काहारी उपर निर्भर न करी ईश्वर उपर निर्भर करिवे और ताहांक आड़क फेरिवे। और यह आममानक निमंते मध्य उत्तम विषय हेबो जदि आमे ताहांक उपर संपूर्ण निर्भर करी ताहांकर शरणापन्न हेबा। यह आज आममानक निमंते मध्य शिक्षार विषय। प्रभु आज आममानक मध्य ताहांकर शरणापन्न हेबा पई कहंती। वर्तमान लक्ष्य करंतु दाऊद कौन विनती करंती। 25 पर्वर 4 पदरु 7 पद मध्य एहिपरि लेखा अछि, हे सदा प्रभु, तुम्भर पथ सबु मते देखाओ, तुम्भर मार्ग सबु मते शिखाओ। तुम्भ सत्यतारे मते कढ़ाई नियो ओ मते शिक्षा दियो, कारण तुम्ही मो परित्राणर परमेश्वर अट। मु दिनजाक तुम्भर अनुसरण करे। हे सदा प्रभु, तुम्भर दया ओ स्नेहपूर्ण करुणा स्मरण कर, कारण ताहा अनादिकालीन। मो यौवन कालर पाप ओ अधर्म सबु स्मरण कर नाही। हे सदाप्रभु, तुम्भे आपणार मंगल भाव सकाशु निज स्नेहपूर्ण करुणानुसारे मते स्मरण कर। 2टी पथ अछि जो पथरे कि मनुष्य माने जानती। से ईश्वरक पथरे जाइपारे बा निजर पथरे जाइपारे। से निजर पसंद मुताबक निजर पथरे अग्रसर होइपारे, मात्र ताहा ताहार विनाश घटाई थाए। सेथिपाई हितोपदेश 14 पर्वर 12 पदरे लेखा अछि, मनुष्यर दृष्टि रे कोनोसी कोनोसी पथ सरल देखा जाए, मात्र ताहार शेष रे मृत्युर पथ थाए। भक्त दाऊद ईश्वरंकर दया और स्नेहपूर्ण करुणा को एही अंशरे प्रकाश करती। जेतेबेले से क्लेशर समय मध्य देई गति करूछंती, सेतेबेले से एहीपरि प्रार्थना करूछंती और सही आगामी क्लेशर समय रे इस्राएलर अवशिष्टांश मध्य एहीपरि प्रार्थना करिवे। ओ यह आज आममान निमंते प्रयोज्य। आज आम ईश्वर निकट रे यही प्रकार प्रार्थना करबा उचित। आमे ईश्वरंकर शरणापन्न हेबा उचित और ताहांकर पथरे अग्रसर हेबा उचित। ताहांकर इच्छा अनुसार जीवन यापन करबा उचित। ताहांक वाक्यर वशीभूत हेबा उचित। भक्त प्रार्थना करी कहंती, जेपरि ईश्वर ताहांकर यौवन कालर पाप और अधर्म सबको स्मरण न करंती, से ईश्वरंकर दया और स्नेहपूर्ण करुणा निमंते प्रार्थना करती। गीत 23 पर्वर 6 पदरे लेखा अछि, निश्चय मंगल और दया मोर जीवन जाए मोर पश्चादगामी हेबो। वास्तव भावरे यह थिला भक्त दाऊदंकर एक चमत्कार अनुभूति और यह मध्य से अवशिष्टांश इस्राएलर अनुभूति हेबो सेही आगामी विचार समय प्रभु यीशुंकर आगमन समय। वास्तव भावरे प्रभुंकर दया और स्नेहपूर्ण करुणा आमान को जीवन पाए अति प्रचुर। आउ से आज आमान को तांकर अनुग्रह रे सुजोग पर सुजोग दियंती, जेपरि आमे निजर पाप और अधर्मरु फेरी ताहांकर शरणापन्न हेबो। आ तेणुकरी प्रभु आज मध्य सुजोग दियंती, जेपरि आमे
ନିଜର ପାପମୟ ଜୀବନରୁ ଫେରି ପ୍ରଭୁ ଯୀଶୁଙ୍କର ସମାପନ ହେଉ। ଏହାପରେ ଆମେ 25 ପର୍ବର 8 ପଦରୁ 14 ପଦ ମଧ୍ୟରେ ଈଶ୍ୱରଙ୍କଠାରେ ଦାଉଦଙ୍କର ନିର୍ଭରତାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ 25 ପର୍ବର 8 ପଦରୁ 10 ପଦ ମଧ୍ୟରେ ଏହିପରି ଲେଖା ଅଛି, ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି, ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ବିଶିଷ୍ଟ। ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ପରିତ୍ରାଣ ସାଧନ କରିବାରେ ଈଶ୍ୱରଙ୍କର ଉତ୍ତମତା, ପ୍ରେମ ଓ ଧାର୍ମିକତା ପ୍ରକାଶିତ ହୁଏ। ଯେଉଁମାନେ ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ତ୍ରାଣ କରନ୍ତି। ସେମାନଙ୍କୁ ସେ କେବେ ହେଲେ ଦୂରେଇ ଦିଅନ୍ତି ନାହିଁ। ଆଉ ସେ ଚାହାନ୍ତି ଯେପରି ଆମମାନେ ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ତାହାଙ୍କର ନିକଟବର୍ତ୍ତୀ ହେଉ। ନିଜର ପାପମୟ ଜୀବନକୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରୁ, ତାହାଙ୍କ ନିକଟରେ କ୍ଷମା ମାଗୁ ଓ ତାହାଙ୍କଠାରୁ ଉଦ୍ଧାର ପ୍ରାପ୍ତ ହେଉ। ତେଣୁକରି ପ୍ରିୟ ବନ୍ଧୁ, ନିଜର ପାପମୟ ଜୀବନକୁ ଲୁଚାଇ ରଖି ଲୋକମାନଙ୍କ ନିକଟରେ ଧାର୍ମିକ ବୋଲି ଦେଖାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ମାତ୍ର ସମୟ ଥାଉଁ ଥାଉଁ ନିଜର ପାପ ସବୁକୁ ପ୍ରଭୁ ଯୀଶୁଙ୍କଠାରେ ସ୍ୱୀକାର କରନ୍ତୁ। 25 ପର୍ବର 11 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼। ଈଶ୍ୱର ଖ୍ରୀଷ୍ଟଙ୍କ ହେତୁ ଆମମାନଙ୍କୁ କ୍ଷମା କରନ୍ତି, ମାତ୍ର ଆମ୍ଭମାନଙ୍କ ହେତୁ ନୁହେଁ ବା ଆମମାନଙ୍କର କୌଣସି ଉତ୍ତମତା ବା ଧାର୍ମିକତା ହେତୁ ନୁହେଁ, ମାତ୍ର ତାହାଙ୍କର ନାମ ହେତୁ, ତାହାଙ୍କର ନାମ ସକାଶୁ, ଯେହେତୁ ତାହାଙ୍କର ନାମ ଆମମାନଙ୍କ ପାଇଁ ଉଦ୍ଧାର ସାଧନ କରେ। ତାହାଙ୍କର ନାମ ସତ୍ୟତା ବିଶିଷ୍ଟ, ତାହାଙ୍କର ନାମ ପବିତ୍ର, ଆଶ୍ଚର୍ଯ୍ୟ, ଆଉ ସେ ତାହାଙ୍କ ନାମରେ ହିଁ ଆମମାନଙ୍କୁ କ୍ଷମା କରନ୍ତି। ଆମମାନଙ୍କର କୌଣସି ଧର୍ମକର୍ମ ହେତୁ ନୁହେଁ ବା ଆମମାନଙ୍କର କୌଣସି ପୁଣ୍ୟକର୍ମ ହେତୁ ନୁହେଁ, ମାତ୍ର ତାହାଙ୍କର ନାମ ହେତୁ ସେ ଆମମାନଙ୍କୁ ଉଦ୍ଧାର କରନ୍ତି। ଈଶ୍ୱର ଦାଉଦଙ୍କର ପାପ କ୍ଷମା କଲେ ଓ ଆମେ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା, ତାହେଲେ ସେ ଆମମାନଙ୍କୁ ମଧ୍ୟ କ୍ଷମା କରିବେ। ଈଶ୍ୱର ତାହାଙ୍କର ଇସ୍ରାଏଲ ଲୋକମାନଙ୍କ ବିଷୟ ନେଇ ଭବିଷ୍ୟତକୁ ଲକ୍ଷ୍ୟ କରି ଜିରିମିୟା 31 ପର୍ବର 34 ପଦରେ ଏହିପରି କହନ୍ତି, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ପ୍ରଭୁ ଯେତେବେଳେ ଆମମାନଙ୍କର ପାପ କ୍ଷମା କରନ୍ତି, ସେତେବେଳେ ସେ ଆମମାନଙ୍କର ପାପ ଆଉ ସ୍ମରଣ କରନ୍ତି ନାହିଁ, ସେ ଆମମାନଙ୍କୁ କ୍ଷମା ଦିଅନ୍ତି। ଏହାପରେ 25 ପର୍ବର 14 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ, ଆଉ ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ। ଯେଉଁମାନେ ପ୍ରଭୁଙ୍କୁ ଭୟ କରି ତାହାଙ୍କ ଉପରେ ପ୍ରତି ଅବସ୍ଥାରେ ନିର୍ଭର କରନ୍ତି, ସେମାନେ ତାହାଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ ତାହାଙ୍କର ମହତ୍ ଅଭିମତ ବୁଝିପାରନ୍ତି। ସେ ସେମାନଙ୍କ ନିକଟରେ ତାହାଙ୍କର ଗୁପ୍ତ ବିଷୟ ପ୍ରକାଶ କରନ୍ତି। ସେ ସେମାନଙ୍କ ନିକଟରେ କୌଣସି ବିଷୟ ଲୁଚାଇ ରଖନ୍ତି ନାହିଁ ଏବଂ ତାହାଙ୍କର ବିଶ୍ୱାସୀମାନେ ହିଁ କେବଳ ସେହି ଅଭିମତକୁ ବୁଝିପାରନ୍ତି। ପ୍ରିୟ ବନ୍ଧୁ, ପ୍ରଭୁଙ୍କୁ ଭୟ କରି ତାହାଙ୍କ ଉପରେ ନିର୍ଭର କରିବା ହେଉଛି ସବୁଠାରୁ ବଡ଼ ବିଷୟ। ଯଦି ଆମମାନେ ପ୍ରଭୁଙ୍କୁ ଭୟ କରୁନାହୁଁ, ତାହେଲେ ଆମେ କେବେ ହେଲେ ପ୍ରଭୁଙ୍କର ହୋଇପାରିବା ନାହିଁ। ଏବଂ ଆମମାନେ ମନୁଷ୍ୟକୁ ଦେଖି ଭୟ କରିବା, ସମସ୍ୟାକୁ ଦେଖି ଭୟ କରିବା, ଏପରିକି ମନୁଷ୍ୟ ଜୀବନରେ ଅନେକ ପ୍ରକାର ଭୟ ରହିଅଛି। ପାପର ଭୟ ରହିଅଛି, ମୃତ୍ୟୁର ଭୟ ରହିଅଛି, କିନ୍ତୁ ପ୍ରଭୁଙ୍କୁ ଯିଏ ଭୟ କରେ, ତା ମନ ମଧ୍ୟରେ ଏ ପ୍ରକାର ଭୟ ସବୁ ରହିବ ନାହିଁ। ଏହାପରେ ଆମେ ଏହି ଗୀତର ଶେଷ ଭାଗକୁ ଆସିବା, ଆଉ ତାହା ହେଉଛି କ୍ଲେଶ ଓ ତହିଁରୁ ଉଦ୍ଧାର, ଯାହାକି ଭବିଷ୍ୟତରେ ଇସ୍ରାଏଲ ପ୍ରତି ଘଟିବାକୁ ଯାଉଅଛି। 25 ପର୍ବର 15 ପଦରୁ 17 ପଦ ମଧ୍ୟରେ ଏହିପରି ଲେଖା ଅଛି, ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ, କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ। ମୋ ପ୍ରତି ଫେର ଓ ମୋ ପ୍ରତି ଦୟା କର, କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ। ମୋ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି, ତୁମେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର। ଏହା କେବଳ ଦାଉଦଙ୍କର ନୁହେଁ, ମାତ୍ର ଏହା ମଧ୍ୟ ଭବିଷ୍ୟତରେ ସେହି ଅବଶିଷ୍ଟ ଇସ୍ରାଏଲୀୟମାନଙ୍କର ପ୍ରାର୍ଥନା ହେବ, ଯେଉଁମାନେ କି ସେହି କ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ। ଓ ଏହା ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ପ୍ରଯୁଜ୍ୟ, ଯେପରି ଆମମାନେ ସେହି ପ୍ରକାର ପ୍ରାର୍ଥନାଶୀଳ ଜୀବନଯାପନ କରି ସମସ୍ତ କ୍ଲେଶ ଓ ସମସ୍ୟା ମଧ୍ୟରେ ମଧ୍ୟ ଈଶ୍ୱରଙ୍କ ଉପରେ ନିର୍ଭର କରୁ। ପ୍ରିୟ ବନ୍ଧୁ,
ପ୍ରାର୍ଥନା ହେଉଛି ସବୁଠାରୁ ବଡ଼ ବିଷୟ। ଅନେକ ସମୟରେ ଆମେ ନିଜର ଦୁଃଖ ଆମ ନିଜର ସମସ୍ୟାକୁ ନେଇ ମନୁଷ୍ୟ ନିକଟରେ ପ୍ରକାଶ କରୁ, ମନୁଷ୍ୟ ନିକଟରେ ସମସ୍ତ ବିଷୟ ଜଣାଉ, ମନୁଷ୍ୟ ନିକଟରେ କାନ୍ଦୁ, ମାତ୍ର ଆମେ ପ୍ରଭୁଙ୍କ ନିକଟରେ କାନ୍ଦୁନା। ପ୍ରଭୁଙ୍କୁ ଆମମାନଙ୍କର ସମସ୍ୟା ଜଣାଉନା, ଆଉ ପ୍ରଭୁଙ୍କୁ ଆମମାନଙ୍କର ଦୁଃଖ ଆମେ ଖୋଲିକି କହୁନା, ଯେହେତୁ ଆମମାନଙ୍କର ଜୀବନ ପ୍ରଭୁଙ୍କଠାରେ ସଂଯୁକ୍ତ ନଥାଏ, ଆମମାନଙ୍କର ବିଶ୍ୱାସ ପ୍ରଭୁଙ୍କଠାରେ ନଥାଏ, ଆମମାନଙ୍କ ନିର୍ଭରଶୀଳତାର ଜୀବନ ପ୍ରଭୁଙ୍କଠାରେ ନଥାଏ। ତେଣୁକରି ଆମମାନେ ବିଚଳିତ ହେଉ, ଅସ୍ଥିର ହେଉ, ଭାଙ୍ଗି ପଡ଼ୁ, ନୈରାଶ୍ୟତାର ମଧ୍ୟ ଦେଇ ଗତି କରୁ ଏବଂ ସମୟ ଆସେ ଆମମାନେ ହତାଶ ଓ ନିରାଶ ହୋଇ ଭାଙ୍ଗି ପଡ଼ୁ। କିନ୍ତୁ ପ୍ରିୟ ବନ୍ଧୁ, କୌଣସି ମନୁଷ୍ୟ ଆମମାନଙ୍କର କ୍ଲେଶ ଓ ସମସ୍ୟାରୁ ଆମମାନଙ୍କୁ ଉଦ୍ଧାର କରିପାରିବ ନାହିଁ। କେବଳ ପ୍ରଭୁ ହିଁ ଆମମାନଙ୍କୁ ଉଦ୍ଧାର କରିପାରିବେ, ଆଉ ସେ ଆମମାନଙ୍କର ସଙ୍ଗେ ସଙ୍ଗେ ରହି ଆମମାନଙ୍କୁ ସମସ୍ତ ସମସ୍ୟାରୁ କ୍ଲେଶରୁ ଉଦ୍ଧାର କରିବେ। ଯେତେବେଳେ ଦୁଃଖ ଆସେ, ଯେତେବେଳେ ସମସ୍ୟା ଆସେ, ସେତେବେଳେ ପ୍ରଭୁ ଆମମାନଙ୍କ ସହିତ ଥାଆନ୍ତି। ସେଦିନ ଶିଷ୍ୟମାନେ ଯେତେବେଳେ ସେହି ନୌକାରେ ଥିଲେ, ଝଡ଼ ଆସିଲା, ଆଉ ସେତେବେଳେ ପ୍ରଭୁ ଯୀଶୁ ସେମାନଙ୍କର ସଙ୍ଗରେ ଥିଲେ, ମାତ୍ର ସେମାନେ ଜାଣିପାରୁନଥିଲେ। ଆଉ ପ୍ରଭୁ ଯୀଶୁ କେବଳ ସେହି ଝଡ଼କୁ ଶାନ୍ତ କଲେ, ଆଉ ଯଦ୍ୱାରା ସେମାନେ ନିରାପଦରେ ଅନ୍ୟ ପାରିରେ ଯାଇ ପହଞ୍ଚିଲେ। ପ୍ରିୟ ବନ୍ଧୁ, ଏହି ଜଗତ ମଧ୍ୟରେ ଆମମାନଙ୍କର ଏହି ଜୀବନ ରୂପକ ନୌକାଟିକୁ କେବଳ ପ୍ରଭୁ ଯୀଶୁ ହିଁ ସମସ୍ତ ପ୍ରକାର ଝଡ଼ ଓ କ୍ଲେଶ ମଧ୍ୟ ଦେଇ ପାରି କରାଇ ନେବେ। ତେଣୁ ଆମମାନଙ୍କର ବିଶ୍ୱାସ ତାହାଙ୍କ ଉପରେ ରହିବା ଉଚିତ। ଏହାପରେ 25 ପର୍ବର 18 ପଦରେ ଲେଖା ଅଛି, ମୋହର କ୍ଲେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର, ପୁଣି ମୋହର ପାପ ସବୁ କ୍ଷମା କର। ଯେତେବେଳେ ଆମେ କ୍ଲେଶ ମଧ୍ୟ ଦେଇ ଗତି କରୁ, ସେତେବେଳେ ଆମେ ନିଜର ଜୀବନକୁ ସମୀକ୍ଷା କରିବା ଉଚିତ, ଓ ଯଦି ଆମମାନଙ୍କ ଜୀବନରେ ସେପରି କିଛି ଗୁପ୍ତ ପାପ ଥାଏ, ତାହେଲେ ତାହା ସ୍ୱୀକାର କରିବା ଉଚିତ। ଆଜି ଅନେକ ଲୋକ ନିଜର ଗୁପ୍ତ ପାପକୁ ସ୍ୱୀକାର କରିବାକୁ ନ ଚାହିଁ ସେମାନେ ତାହା ଛପାଇ ରଖିବାକୁ ଚାହାନ୍ତି। ତେଣୁକରି ସେମାନେ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଚାହାନ୍ତି ନାହିଁ, ଖ୍ରୀଷ୍ଟଙ୍କ ନିକଟକୁ ଯିବା ପାଇଁ ଚାହାନ୍ତି ନାହିଁ, ଯେହେତୁ ସେମାନଙ୍କର ସେହି ପାପକୁ ସ୍ୱୀକାର କରିବାକୁ ହେବ। ମାତ୍ର ଯେପର୍ଯ୍ୟନ୍ତ ଆମେ ନିଜର ଗୁପ୍ତ ପାପକୁ ପ୍ରଭୁଙ୍କଠାରେ ସ୍ୱୀକାର କରିନାହୁଁ, ସେ ପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ସମସ୍ୟା ଲାଗି ରହିଥିବ। ତେଣୁ ଆସୁ ନିଜର ଜୀବନକୁ ସମୀକ୍ଷା କରି ପ୍ରଭୁଙ୍କ ନିକଟରେ ନିଜର ପାପ ସବୁକୁ ସ୍ୱୀକାର କରୁ। ଏହାପରେ 25 ପର୍ବର 19-22 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୋର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ। ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି। ମୋ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର। ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମଠାରେ ଶରଣ ନେଇଅଛି। ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମର ଅନୁସରଣ କରେ। ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ ସଙ୍କଟରୁ ମୁକ୍ତ କର। ଏଇଠାରେ ଆମେ ସ୍ପଷ୍ଟ ଭାବେ ଜାଣିବାକୁ ପାରୁଛୁ ଯେ ଏହା କେବଳ ଦାଉଦଙ୍କ ବ୍ୟକ୍ତିଗତ ଅନୁଭୂତିର ପ୍ରାର୍ଥନା ନୁହେଁ, ମାତ୍ର ଏହା ମଧ୍ୟ ଇସ୍ରାଏଲ ଜାତି ପ୍ରତି ଉଦ୍ଦିଷ୍ଟ, ଓ ଏହା ସେହି ଆଗାମୀ କ୍ଲେଶର ସମୟରେ ଇସ୍ରାଏଲର ଅବଶିଷ୍ଟାଂଶଙ୍କର ପ୍ରାର୍ଥନା ହେବ। ଆଜି ମଧ୍ୟ ଆମମାନେ ଈଶ୍ୱରଙ୍କ ସନ୍ତାନ ହିସାବରେ କ୍ଲେଶ ଓ ସମସ୍ୟାର ସମ୍ମୁଖୀନ ହେଉ, ମାତ୍ର ଦାଉଦଙ୍କ ପରି ଆମମାନଙ୍କର ମଧ୍ୟ ପ୍ରାର୍ଥନା ହେବା ଉଚିତ, ହେ ପ୍ରଭୁ, ସମସ୍ତ କ୍ଲେଶରୁ ମୋତେ ଉଦ୍ଧାର କର। ଆସନ୍ତୁ ଏହାପରେ ଗୀତ 26 ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ବ୍ୟକ୍ତିଗତ ଧାର୍ମିକତାକୁ ଭିତ୍ତି କରି ନିବେଦନ ପ୍ରାର୍ଥନା। ଗୀତ 25 ପର୍ବରେ ଆମେ ଦେଖିଥିଲୁ ଦାଉଦ ତାହାଙ୍କର ପାପ ସ୍ୱୀକାର କରିଥିଲେ ଓ ଦାଉଦ ଜଣେ ମହାପାପୀ ଥିଲେ। ମାତ୍ର ଏହି ଗୀତ 26 ପର୍ବରେ ଦାଉଦ ତାହାଙ୍କର ଧାର୍ମିକତା ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ଈଶ୍ୱରଙ୍କ ଦୟା ଓ ଅନୁଗ୍ରହ ହେତୁ ସେ ତହିଁର ଅଧିକାରୀ ହୋଇପାରିଥିଲେ। ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀର ଧାର୍ମିକତା ତାହାର ନିଜର ଧର୍ମକର୍ମ ହେତୁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ ସେ ପ୍ରାପ୍ତ ହୋଇଥାଏ। 1 କରିନ୍ଥୀୟ 1 ପର୍ବର 30 ପଦରେ ଲେଖା ଅଛି, କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ। ସେ ଈଶ୍ୱରଙ୍କଠାରୁ ଆମମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ତେଣୁକରି ତାହାଙ୍କ ନାମରେ ପ୍ରାର୍ଥନା କରିବାର ଅର୍ଥ ତାହା ହିଁ ବୁଝାଏ। ଆମେ ତାହାଙ୍କର ଧାର୍ମିକତା ଓ ପବିତ୍ରତା ତଥା ମୁକ୍ତି ମାଧ୍ୟମରେ ପିତା ଈଶ୍ୱରଙ୍କ ନିକଟରେ ଆମମାନଙ୍କର ସମସ୍ତ ନିବେଦନ ଜଣାଉ। ଆମେ ଖ୍ରୀଷ୍ଟଙ୍କୁ, ତାହାଙ୍କର କାର୍ଯ୍ୟକୁ ଓ ଯୋଗ୍ୟତାକୁ ଈଶ୍ୱରଙ୍କ ନିକଟରେ ଉପସ୍ଥାପିତ କରି ଈଶ୍ୱରଙ୍କଠାରୁ ସାହାଯ୍ୟ ଭିକ୍ଷା କରୁ। ଦେଖନ୍ତୁ ଦାଉଦ କିପରି ନିଜର ଧାର୍ମିକତାକୁ ଭିତ୍ତି କରି ଈଶ୍ୱରଙ୍କଠାରେ ନିବେଦନ କରନ୍ତି। 26 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି। ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି। ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ, ମୋର ମର୍ମ ଓ ଚିତ୍ତ ପରିଷ୍କାର କର। ଏହା ଏକ ଚମତ୍କାର ଗୀତ, ଯାହାକି ଦାଉଦଙ୍କର ଈଶ୍ୱରଙ୍କ ସହିତ ଚାଲିବାର ବିଷୟକୁ ପ୍ରକାଶ କରେ।
ଦାଉଦ ଯଦିଓ ପାପ କଲେ ମାତ୍ର ସେ ପାପରେ ଜୀବନ ଅତିବାହିତ କରିବାକୁ ପସନ୍ଦ କରିନଥିଲେ। ଦାଉଦଙ୍କର ଜୀବନ ଅନ୍ୟ ରାଜାମାନଙ୍କ ଜୀବନର ମାପକାଠି ସ୍ୱରୂପ ଥିଲା। ଏହା ଥିଲା ଦାଉଦଙ୍କର ସଦାପ୍ରଭୁଙ୍କ ପ୍ରତି ଦୃଢ଼ ବିଶ୍ୱାସ ଓ ନିର୍ଭରତା, ଯାହାକି ତାହାଙ୍କୁ ସିଦ୍ଧତାରେ ଆଚରଣ କରିବା ନିମନ୍ତେ ସହାୟକ ହୋଇଥିଲା। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଜୀବନ ମଧ୍ୟ ସେହି ପ୍ରକାର ହେବା ଉଚିତ। 26 ପର୍ବର 3 ପଦରୁ 5 ପଦ ମଧ୍ୟରେ ଦାଉଦ ଏଠାରେ ଈଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣାକୁ ପ୍ରକାଶ କରନ୍ତି, ଯେଉଁଥିପାଇଁ ସେ ସେହି ଧାର୍ମିକତାର ମାର୍ଗରେ ଚାଲିବା ନିମନ୍ତେ ସମର୍ଥ ହୋଇପାରିଛନ୍ତି। ଏହି ଗୀତ ସହିତ ଗୀତ ସଂହିତାର ପ୍ରଥମ ଗୀତଟିର ସାମଞ୍ଜସ୍ୟ ରହିଅଛି। ଗୀତ ପ୍ରଥମ ପର୍ବର ପ୍ରଥମ ପଦରେ ଲେଖା ଅଛି, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, କେବଳ ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କେବଳ ନିନ୍ଦକମାନଙ୍କ ସଭାରେ ବସେ ନାହିଁ। କିନ୍ତୁ ଦାଉଦ ଏଠାରେ କହନ୍ତି, ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ, କେବଳ ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ। ସେ ଆହୁରି କହନ୍ତି, ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି। ଈଶ୍ୱରଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପାଇବା ପରେ ଏହା ଥିଲା ଦାଉଦଙ୍କର ବାସ୍ତବ ଅନୁଭୂତି ଓ ଜୀବନର ସାକ୍ଷ୍ୟ। 26 ପର୍ବର 6 ଓ 7 ପଦରେ ମଧ୍ୟ ଆମେ ଦେଖୁଛୁ ଯେ ମନୁଷ୍ୟର ବିଶ୍ୱାସ ଏକ ଉତ୍ତମ ଜୀବନ ଦ୍ୱାରା ପ୍ରକାଶିତ ହେବା ଆବଶ୍ୟକ ଓ ଉତ୍ତମ ଜୀବନକୁ ଧରି ରଖିବା ଆବଶ୍ୟକ। ତା ନହେଲେ ସେହି ବିଶ୍ୱାସ ଫଳପ୍ରଦ ହେବ ନାହିଁ। ଆମମାନଙ୍କର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଓ ପ୍ରଶଂସା ଆମମାନଙ୍କର ସୂଚି ହୃଦୟ ମଧ୍ୟରୁ ନିର୍ଗତ ହେବା ଆବଶ୍ୟକ ଓ ସୂଚି ହସ୍ତ ଉତ୍ତୋଳନ କରି ତାହାଙ୍କର ଧନ୍ୟବାଦ କରିବା ଆବଶ୍ୟକ। ଏହାପରେ 26 ପର୍ବର 8 ପଦରୁ 12 ପଦ ମଧ୍ୟରେ ଦାଉଦ ବିଶ୍ୱାସରେ ସ୍ଥିର ରହିବାର ବିଷୟକୁ ପ୍ରକାଶ କରନ୍ତି। ତାହାଙ୍କର ଦୃଢ଼ ବିଶ୍ୱାସ ଯେ ପ୍ରଭୁ ତାହାଙ୍କୁ ସେହି କ୍ଲେଶ ମଧ୍ୟରୁ ଉଦ୍ଧାର କରିବେ ଓ ସେହି ଶୈଳ ଉପରେ ପ୍ରତିଷ୍ଠିତ କରାଇବେ। ସେ ଆଉ ପତିତ ହେବେ ନାହିଁ। ପ୍ରଭୁ ତାହାଙ୍କୁ ଧରି ରଖିବେ। ସେ ତାହାଙ୍କୁ ସେହି ଧାର୍ମିକତାର ପଥରେ କଢ଼ାଇ ନେବେ। ପ୍ରିୟ ବନ୍ଧୁ, ଆପଣଙ୍କ ଚରଣ ଆଜି କେଉଁ ଭୂମିରେ ଠିଆ ହେଉଅଛି? ଆଜି ଅନେକ ଲୋକ ପାପରେ ପତିତ ହେବାର କାରଣ ହେଉଛି ଯେ ସେମାନେ ସେହିପରି ଏକ ପ୍ରଲୋଭନପୂର୍ଣ୍ଣ ସ୍ଥାନରେ ରହି ତାହା ସହିତ ଯୁଦ୍ଧ କରିବାକୁ ଚାହାନ୍ତି, ମାତ୍ର ସେଠାରୁ ବାହାରି ଆସିବାକୁ ଚାହାନ୍ତି ନାହିଁ। ମାତ୍ର ପବିତ୍ର ବାଇବଲ କହେ, ଅତଏବ ଏଡ଼େ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଲକ୍ଷ୍ୟ କଲୁ ଯେ ଦାଉଦ ସମ୍ପୂର୍ଣ୍ଣ ପ୍ରଭୁଙ୍କ ଉପରେ ନିର୍ଭରଶୀଳ ଜୀବନ କାଟୁଥିଲେ। ସେ କେବଳ ନିର୍ଭରଶୀଳ ଜୀବନ କାଟୁଥିଲେ ତାହା ନୁହଁ, କିନ୍ତୁ ଈଶ୍ୱରଙ୍କ ପଥରେ ଚାଲିବାକୁ ଚାହୁଁଥିଲେ। ଈଶ୍ୱରଙ୍କ ନିକଟରେ ନିଜ ପାପ ନିମନ୍ତେ କ୍ଷମା ମାଗୁଛନ୍ତି। ସେ କହୁଛନ୍ତି, ହେ ପ୍ରଭୁ, ମୋ ଯୌବନର ସମସ୍ତ ପାପ କ୍ଷମା କର। ଯେତେବେଳେ କ୍ଷମା ନିମନ୍ତେ ପ୍ରାର୍ଥନା କରୁଛନ୍ତି, ସେ ଈଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା ଓ ଦୟାକୁ ସ୍ମରଣ କରୁଛନ୍ତି। ଈଶ୍ୱର ଯେ କରୁଣାମୟ, ତାଙ୍କଠାରେ ନିର୍ଭର କରୁଥିବା ସମସ୍ତଙ୍କୁ ସେ ଦୟା କରନ୍ତି, ତାହା ସେ ଜାଣିଥିଲେ। କେବଳ ସେତିକି ନୁହେଁ, ସେ ପ୍ରଭୁଙ୍କଠାରେ ଏହି ପ୍ରାର୍ଥନା କରୁଥିଲେ ଯେ ପ୍ରଭୁ ଯେପରି ପରୀକ୍ଷା କରି ଦେଖିବେ ଯେ ସେ ସିଦ୍ଧତାରେ ଆଚରଣ କରୁଛନ୍ତି। ଆଜି କ'ଣ ସେଇ ନିଶ୍ଚିତ ବୋଧ ଆମ ଜୀବନରେ ଅଛି କି? ଆମେ କ'ଣ ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ଓ ଭରସା କରୁଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ, ତୁମ ପ୍ରଶଂସା, ତୁମ ସ୍ତୁତି ବନ୍ଦନା କରୁଅଛୁ। ପ୍ରଭୁ, ଯିଏ ତୁମଠାରେ ନିର୍ଭର ରଖେ ସେ ଲଜ୍ଜିତ ହୁଏ ନାହିଁ। ଯେ ତୁମ ଶରଣାଗତ ହୁଏ ସେ ସମସ୍ତ ପରିସ୍ଥିତିରେ ବିଜୟ ଜୀବନ କାଟେ। ପ୍ରଭୁ, ପ୍ରାର୍ଥନା କରୁଛୁ ତୁମେ ଆମମାନଙ୍କୁ ତୁମ ବାକ୍ୟ ମଧ୍ୟ ଦେଇ ଆଜି ମଧ୍ୟ କଥା କହିଛ। ପ୍ରଭୁ, ତୁମେ ଆମମାନଙ୍କୁ ଆହୁରି ଅଧିକ ତୁମ ନିକଟବର୍ତ୍ତୀ ହେବା ପାଇଁ ସାହାଯ୍ୟ କର। ଯେପରି ସମ୍ପୂର୍ଣ୍ଣ ତୁମ ଉପରେ ନିର୍ଭର ରଖି ଜୀବନ କାଟିବୁ, ସେପରି କୃପା ତୁମେ କର। ତୁମେ ପ୍ରାର୍ଥନା ଶୁଣିଲେ ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ପ୍ରଧାନ ମେଷପାଳକ। ଆଜିର ପ୍ରଶ୍ନଟି ହେଲା, କାହାର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ଆମମାନଙ୍କ ଜୀବନ ପାଇଁ ପ୍ରଚୁର ଅଟେ? ଏ ମନୁଷ୍ୟ, ବି ଆଦମ, ସି ଅବ୍ରାହମ, ଡି ଈଶ୍ୱର।
এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ বি সি ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ମୟୂରଭଞ୍ଜରୁ ରୁକ୍ମଣୀ ପିଙ୍ଗୁଆ ଓ ପରିବାର।